ଫିଟ୍ ରହିବା ପାଇଁ ଚାହୁଁଛନ୍ତି କିନ୍ତୁ ସେମ୍ ବୋରିଂ ଖାଇବା ଖାଇ ଖାଇ ବିରକ୍ତ ହେଇଗଲେଣି, କିମ୍ବା ମର୍ଣ୍ଣିଂରେ ଅଫିସ୍ ଆଉ ପିଲାଙ୍କ ସ୍କୁଲ ଟିଫିନ୍ ପାଇଁ ଝଟପଟ କିଛି ହେଲ୍ଦି ବ୍ରେକଫାଷ୍ଟ ଖୋଜୁଛନ୍ତି, ତେବେ ଆଜିର ଏ ଭିଡିଓ ଆପଣଙ୍କ ପାଇଁ। ପ୍ରୋଟିନ୍, ଫାଇबर ଆଉ ବହୁତ ସାରା ଭିଟାମିନ୍ ମିନେରାଲ୍ସରେ ଭରପୁର ଏ ଚିଲା ଆପଣଙ୍କୁ ଦିନ ସାରା ରଖିବ ଫୁଲ୍ ଏନର୍ଜେଟିକ୍। ଆଉ ଏ ଇଜି ରେସିପି ରେଡି ହେଇଯିବ ମାତ୍ର 10 ମିନିଟ୍ରେ। ଆଜିର ହେଲ୍ଦି ବ୍ରେକଫାଷ୍ଟ ବନେଇବା ପାଇଁ ପ୍ରଥମେ ଆମେ ରେଡି କରିନେବା ପ୍ରିମିକ୍ସ ପାଉଡର, ଯାହାକୁ ଆପଣ ଥରେ ବନେଇଲେ ପୁରା ମାସ ଯାକର ବ୍ରେକଫାଷ୍ଟରେ ୟୁଜ୍ କରିପାରିବେ। ୟା ପାଇଁ ପ୍ରଥମେ ଆମେ କଢ଼େଇରେ ନେବା ମଖାନା, ରୋଲ୍ ଓଟ୍ସ ଆଉ କିଛି ଭୃଷଙ୍ଗ ପତ୍ର। ମଖାନାରେ ପ୍ଲାଣ୍ଟ ବେସ୍ଡ ପ୍ରୋଟିନ୍ ଥାଏ, ଯାହା ଓଜନ କମେଇବାରେ ସାହାଯ୍ୟ କରିବ। ଓଟ୍ସରେ ଥିବା ଫାଇବର ଆଉ ଗୁଡ୍ କାର୍ବୋହାଇଡ୍ରେଟ୍ ପେଟକୁ ବହୁତ ସମୟ ଯାଏ ଭର୍ତ୍ତି ରଖିବା ସହିତ ସ୍ଲୋ ଆଉ ଷ୍ଟେଡି ଏନର୍ଜି ଦେବ। ଆଉ ଏ ସବୁର କମ୍ବିନେସନ ଆପଣଙ୍କ ମେଟାବଲିଜିମକୁ ବୁଷ୍ଟ କରିବାରେ ସାହାଯ୍ୟ କରିବ। ଏଥିରେ ପ୍ରୋଟିନର କ୍ୱାଣ୍ଟିଟିକୁ ବଢ଼ାଇବା ପାଇଁ ମିଶାଇବା କିଛି ବାଦାମ ଆଉ ରୋଷ୍ଟେଡ୍ ଚଣା। ଗ୍ୟାସର ଫ୍ଲେମ୍କୁ ଲୋ ରଖିବେ ଆଉ 2 ରୁ 3 ମିନିଟ୍ ପାଇଁ ସବୁକୁ ହାଲକା ରୋଷ୍ଟ କରିନେବା। 2 ରୁ 3 ମିନିଟ୍ ପରେ ଇଏ ରୋଷ୍ଟ ହେଇସାରିଛି, ୟାକୁ କାଢ଼ି ସାଇଡରେ ରଖନ୍ତୁ। ଆଉ ଟିକେ ଥଣ୍ଡା ହେଇଗଲା ପରେ ଗ୍ରାଇଣ୍ଡର ଜାର ସାହାଯ୍ୟରେ ଏହାର ପାଉଡର ବନେଇ ନିଅନ୍ତୁ। ଏ ନ୍ୟୁଟ୍ରିସନ ପାୱାର ହାଉସ ପ୍ରିମିକ୍ସ ପାଉଡରକୁ ଆପଣ ଗୋଟେ ଏୟାର ଟାଇଟ୍ କଣ୍ଟେନରରେ ରଖି ଫ୍ରିଜରେ ବହୁତ ଦିନ ଯାଏଁ ଷ୍ଟୋର କରି ରଖିପାରିବେ। ଆଉ ଯେତେବେଳେ ଚାହିଁବେ କେଇ ମିନିଟ୍ରେ ହେଲ୍ଦି ବ୍ରେକଫାଷ୍ଟ ବନେଇ ପାରିବେ। ସକାଳେ ସମୟ ନଥିଲେ ଏ ପାଉଡର ବହୁତ କାମରେ ଆସିବ। ଚାଲନ୍ତୁ ଏବେ ଚିଲା ବନେଇବା ପ୍ରୋସେସ ଆରମ୍ଭ କରିବା। ଗୋଟେ ବଡ଼ ବାଉଲରେ ଏ ପ୍ରିମିକ୍ସ ପାଉଡରକୁ କାଢ଼ି ନିଅନ୍ତୁ। ୟାକୁ ଆହୁରି ହେଲ୍ଦି ଆଉ ଫାଇବର ରିଚ୍ କରିବା ପାଇଁ ଆମେ ଏଥିରେ ମିଶାଇବା କିଛି କଲରଫୁଲ ଫ୍ରେଶ ଭେଜିଟେବଲ। ଏଠି ଗୋଟେ ପିଆଜ, କ୍ୟାପ୍ସିକମ୍ ଆଉ ଗାଜରକୁ ବହୁତ ଛୋଟ ଛୋଟ ସାଇଜର କାଟି ରେଡି କରିନିଅନ୍ତୁ। ଆପଣ ଚାହିଁଲେ ଆପଣଙ୍କ ପସନ୍ଦର ଅନ୍ୟ ପରିବା ବି ମିଶାଇ ପାରିବେ। ଯେହେତୁ ପନିପରିବାରେ କ୍ୟାଲୋରିଜ ବହୁତ କମ୍ ଥାଏ, ତ ଚେଷ୍ଟା କରିବେ ୟାର କ୍ୱାଣ୍ଟିଟି ଯେତେ ଅଧିକା ନ ପାଇଁ। ଏବେ ଏଥିରେ ମିଶାଇବା କିଛି ଦହି, ଯାହା ଚିଲାକୁ ବାଇଣ୍ଡିଂ କରିବାରେ ହେଲ୍ପ କରିବା ସହିତ ଡାଇଜେସନକୁ ବି ଇଜି କରିବ। ଅଳ୍ପ ଜୁଆଣି, ସ୍ୱାଦ ଅନୁସାରେ ଲୁଣ, ମ୍ୟାଗି ମସଲା, ଜିରା ଗୁଣ୍ଡ ସହିତ ଟିକେ ଗୋଟା ଜିରା, ଆଉ ଫାଇନାଲି ମିଶାନ୍ତୁ ରେଡ୍ ଚିଲି ଫ୍ଲେକ୍ସ, ଟିକେ ସ୍ପାଇସି ପାଇଁ। ଏଠି କଞ୍ଚା ଲଙ୍କାକୁ ବି ଛୋଟ ଛୋଟ ପିସର କାଟି ମିଶାଇ ପାରିବେ, କିନ୍ତୁ ଛୋଟ ପିଲାଙ୍କ ପାଇଁ ତିଆରି କରୁଥିଲେ ୟାକୁ ଇଗ୍ନୋର କରିବେ। ରେସିପିକୁ ପ୍ରୋଟିନ୍ ରିଚ୍ କରିବା ପାଇଁ ପନିରକୁ ହାତରେ ଚକଟି ମିଶାନ୍ତୁ। ତା ସହିତ କିଛି ଫ୍ରେଶ ଭୃଷଙ୍ଗ ପତ୍ର, କଟା ଟମାଟୋ ଆଉ ବହୁତ ସାରା ଫ୍ରେଶ ଧନିଆ ପତ୍ରକୁ ମିଶାନ୍ତୁ। ଏବେ ସବୁକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ମିଶାନ୍ତୁ। ପାଣିର କ୍ୱାଣ୍ଟିଟି ବେଶୀ ଦେବେନି। ଆମକୁ ଟିକେ ଟାଇଟ୍ ବା ବହଳିଆ ବେଟର ପ୍ରସ୍ତୁତ କରିବାର ଅଛି, ଯେମିତି ଚିଲାଟି ବିନା ନନଷ୍ଟିକ୍ ପାନରେ ବି ଭଲ ଭାବେ ହେଇପାରିବ। ଆମର ପରଫେକ୍ଟ ବେଟର ଏବେ ଏକଦମ ରେଡି। ୟାକୁ ରଖିବା ସାଇଡରେ। ଚିଲାର ସ୍ୱାଦକୁ ବଢ଼ାଇବା ପାଇଁ ଚାଲନ୍ତୁ ଝଟପଟ ବନେଇବା ଗୋଟେ ହେଲ୍ଦି ଗ୍ରୀନ୍ ଚଟଣି। ଗ୍ରାଇଣ୍ଡର ଜାର୍ ନିଅନ୍ତୁ। ଏବେ ଏଥିରେ ମିଶାନ୍ତୁ 2 କୋଲା ରସୁଣ, 3 ରୁ 4ଟା କଞ୍ଚା ଲଙ୍କା, ଫ୍ରେଶ ପୁଦିନା ପତ୍ର ଆଉ ଫ୍ରେଶ ଧନିଆ ପତ୍ର। ଏବେ ଏଥିରେ ଅଧା ଲେମ୍ବୁ ରସ ଚିପୁଡ଼ି ଦିଅନ୍ତୁ, ଯାହା ଚଟପଟା ସ୍ୱାଦ ଦେବ। ତା ସହିତ ପକାନ୍ତୁ ଟିକେ ଲୁଣ ଆଉ ଟିକେ ଭଜା ଚଣା। ଇଏ ଚଟଣିକୁ ବଢ଼ିଆ ଟେକ୍ସଚର ଦେବ। ସାମାନ୍ୟ ପାଣି ଦେଇ ୟାକୁ ସ୍ମୁଥ ଭାବେ ଗ୍ରାଇଣ୍ଡ କରିନିଅନ୍ତୁ। ଆଉ ଦେଖନ୍ତୁ ଆମର ଗ୍ରୀନ୍ ଚଟଣିଟି ରେଡି ହେଇସାରିଛି। ଏବେ ଗ୍ୟାସରେ ତାୱା କିମ୍ବା ପାନ ଗରମ କରନ୍ତୁ। ଅଳ୍ପ ତେଲ, ଘିଅ କିମ୍ବା ବଟରକୁ ପକାଇ ବ୍ରଶ କରିନିଅନ୍ତୁ। ଏବେ ଚାମଚ ସାହାଯ୍ୟରେ ବେଟରକୁ ପାନରେ ଢାଳି ଧୀରେ ଧୀରେ ସ୍ପ୍ରେଡ କରନ୍ତୁ। ଗୋଟେ କଭର ଦେଇ 2 ମିନିଟ୍ ପାଇଁ ଘୋଡ଼େଇ ଦିଅନ୍ତୁ, ଯେମିତି ପରିବା ଗୁଡାକ ଭଲ ଭାବେ ସିଝିଯିବ। ଗ୍ୟାସର ଫ୍ଲେମ୍କୁ ଲୋ ହିଁ ରଖିବେ। 2 ମିନିଟ୍ ପରେ କଭର କାଢି ୟାକୁ ଧୀରେ ଓଲଟେଇ ଦିଅନ୍ତୁ। ଆଉ ଆର ପଟକୁ ବି 2 ମିନିଟ୍ ପାଇଁ ଘୋଡ଼େଇ ଦିଅନ୍ତୁ। ଆମର ଗରମା ଗରମ କ୍ରିସ୍ପି ପ୍ରୋଟିନ୍ ଚିଲା ରେଡି ହେଇସାରିଛି ସର୍ଭ ପାଇଁ। ୟାକୁ ସର୍ଭ କରନ୍ତୁ ଗ୍ରୀନ୍ ଚଟଣି ସହିତ। ସେମ୍ ପ୍ରୋସେସରେ ବାକି ଚିଲାକୁ ବି ପ୍ରସ୍ତୁତ କରିନେବା। ବହୁତ ଜଲ୍ଦି ଆଉ ସହଜରେ ତିଆରି ହେଇଗଲା ସୁପର ହେଲ୍ଦି ପ୍ରୋଟିନରେ ଭରପୁର ଚିଲା ସହିତ ଚଟଣି। ୟାକୁ ଆପଣ ବ୍ରେକଫାଷ୍ଟ କିମ୍ବା ଡିନରରେ ସାମିଲ କରିପାରିବେ। ସାଧାରଣତଃ ସକାଳେ ଉପମା କିମ୍ବା ପରଟା ଖାଇଲେ 2-3 ଘଣ୍ଟା ପରେ ପୁଣି ଭୋକ ଲାଗେ କିମ୍ବା ନିଦ ଆସେ। କିନ୍ତୁ ଏ ଚିଲାରେ ଥିବା ଓଟ୍ସ ଆଉ ମଖାନା ହେଉଛି କମ୍ପ୍ଲେକ୍ସ କାର୍ବସ୍, ଯାହା ଆପଣଙ୍କ ବ୍ଲଡ ସୁଗରକୁ ହଠାତ୍ ସ୍ପାଇକ୍ ହେବାକୁ ଦେବନି। ଆଉ ଯଦି ଆପଣଙ୍କ ଗ୍ୟାସ୍ କିମ୍ବା ଡାଇଜେସନ ପ୍ରୋବ୍ଲେମ ଅଛି, ତେବେ ଏ ରେସିପି ଆପଣଙ୍କ ପାଇଁ ବେଷ୍ଟ। ଏଥିରେ ଆମେ ଜୁଆଣି, ଦହି, ପୁଦିନା ଆଉ ଧନିଆର ବ୍ୟବହାର କରିଛେ, ଯାହା ଆପଣଙ୍କ ଗଟ୍ ହେଲ୍ଥ ବା ପେଟକୁ ଥଣ୍ଡା ରଖିବ ଆଉ ମେଟାବଲିଜିମକୁ ବୁଷ୍ଟ କରି ଓଜନ କମାଇବାରେ ସାହାଯ୍ୟ କରିବ। ତେଣୁ ଘରର ବୟସ୍କ ବ୍ୟକ୍ତିଙ୍କଠୁ ଆରମ୍ଭ କରି ପିଲାମାନଙ୍କ ପାଇଁ ଏ ପରଫେକ୍ଟ ହେଲ୍ଥ ପ୍ୟାକେଜ। ଘରେ ରେସିପି ନିହାତି ଥରେ ଟ୍ରାଏ କରନ୍ତୁ। ଆଉ ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ ନିହାତି ଜଣାନ୍ତୁ। ଯଦି ଆଜିର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି, ତେବେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେନି।
बिना रोषेई हेल्दी ब्रेकफास्ट रेसिपी देखिया ପାଇଁ ଚାହୁଁଥିଲେ ଆମର ଓଭରନାଇଟ୍ ଓଟ୍ସ ରେସିପି को ନିହାତି ଦେଖନ୍ତୁ। ଭିଡିଓର ଲିଙ୍କ ଡେସ୍କ୍ରିପସନ ବକ୍ସରେ ପାଇଯିବେ। ପୁଣି ଆସିବୁ ଏକ ନୂଆ ମଜାଦାର ରେସିପି ସହ। ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ। ନମସ୍କାର, ଜୟ ଜଗନ୍ନାଥ।